କାଠଯୋଡ଼ିରୁ ଡାକ୍ତରୀ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଛି। ତେବେ ଘଟଣାରେ ଆସିଛି ଏବେ ନୂଆ ମୋଡ଼। ଡାକ୍ତରୀ ଛାତ୍ରୀଙ୍କୁ ତାଙ୍କ ପ୍ରେମିକ ଏବଂ ଅନ୍ୟ ଜଣେ ଯୁବତୀ ହତ୍ୟା କରି ଫିଙ୍ଗି ଦେଇଥିବା ପରିବାର ଲୋକେ ଆଣିଛନ୍ତି ଅଭିଯୋଗ। ବାଲେଶ୍ୱର ଫକୀରମୋହନ ମେଡିକାଲ କଲେଜର MBBS ତୃତୀୟ ବର୍ଷ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମଙ୍କର ମୃତଦେହ ଗତକାଲି କାଠଯୋଡ଼ି ପୋଲ ତଳୁ ମିଳିଥିଲା, ଯାହାକି ମୃତ ଚନ୍ଦ୍ରିକାଙ୍କ ଘର ଉଦୟ ଥାନା ରାଇଦାଣ୍ଡିଆ ଗ୍ରାମରେ ଅଟେ। ଝିଅର ମୃତଦେହ ପଡ଼ିଥିବା ଖବର ପାଇ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚିବା ବେଳେ ଝିଅକୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ଆଣିଥିଲା ପରିବାର ଲୋକେ। ସେପଟେ ଝିଅକୁ ହରାଇ କାନ୍ଦି କାନ୍ଦି ଚେତାଶୂନ୍ୟ ହୋଇପଡ଼ିଛି ମା। ଝିଅ ପାଇଁ ନ୍ୟାୟ ଦାବି କରୁଛନ୍ତି। ଏପଟେ ମା ଓ ଭାଇ ପ୍ରେମିକକୁ ଦାୟୀ କରିଛନ୍ତି। ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ ତାଙ୍କ ଝିଅ ଭୀମସେନ ପ୍ରତାପ ଟୁଡୁଙ୍କୁ ଭଲ ପାଉଥିଲେ। ଉଭୟ ଦୀର୍ଘ ବର୍ଷ ହେବ ସମ୍ପର୍କ ଥିଲେ। ଏପରିକି ଉଭୟ 2027 ବିବାହ କରିବେ ବୋଲି ଚନ୍ଦ୍ରିକାଙ୍କ ବୟଫ୍ରେଣ୍ଡ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ। ହେଲେ ଏସବୁ ଭିତରେ ଉଭୟଙ୍କ ପ୍ରେମ ସମ୍ପର୍କ ମଧ୍ୟରେ ସ୍ୱାତି ନାମକ ଜଣେ ଯୁବତୀ ପଶି ଆସିବା ପରେ ଉଭୟଙ୍କ ଭିତରେ ଫାଟ ସୃଷ୍ଟି ହୋଇଥିଲା, ଯାହାପରେ ଭୀମସେନ ଅନେକ ସମୟରେ ଚନ୍ଦ୍ରିକାଙ୍କୁ ନିର୍ଯାତନା ଦେଇ ଆସୁଥିଲେ। ତେଣୁ ଚନ୍ଦ୍ରିକାଙ୍କ ବୟଫ୍ରେଣ୍ଡ ଭୀମସେନ ଏବଂ ସ୍ୱାତି ମିଳିତ ଭାବେ ଚନ୍ଦ୍ରିକାକୁ ହତ୍ୟା କରିଥିବା ତାଙ୍କ ମା ଓ ଭାଇ ଦାବି କରିଛନ୍ତି। ପ୍ରତିଶ୍ରୁତି ଦେଇଥିଲା ସେଇ ଭୀମସେନ ହିଁ ସେ ପ୍ରତିଶ୍ରୁତି ଦେଇଥିଲା। ମୁଁ ଆସନ୍ତା 2027 ଡିସେମ୍ବର ମାସ ବେଳକୁ ବାହା ହେବି। ମୋ ଝିଅକୁ ଏଇ ପ୍ରତିଶ୍ରୁତି ଦେଇଥିଲା, ମା ତୁ ଧୈର୍ଯ୍ୟ ଧର, ଆଉ ସେ ତୁ କହିଛି ବାହା ହବ। କିନ୍ତୁ ପରେ ସିଏ ଏଇ ଝିଅଟା ଯେତେବେଳେ ଏଣ୍ଟ୍ରି ହେଲା ପରେ ସେ ଟୋଟାଲି ସେ ମନା କରିଦେଲା, ମୁଁ ବାହା ହେବି ହିଁ ନାହିଁ, ବାହା ବି ନାହିଁ। ସେ ଡିପ୍ରେସନରେ ରହିଲା। ସେ ରିପୋର୍ଟ ଅପୂର୍ବ ଖବର।